ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ବାହାରି ଆସି ଗାଁକୁ ଗାଁ ବୁଲୁଛି ଗୋଟିଏ ଦନ୍ତାହାତୀ। ତେବେ ପ୍ରାୟ 3 ଦିନ ତଳେ ବାଲେଶ୍ୱର ଜିଲ୍ଲା କୋପାରୀ ସାରିସୁଆ ପାହାଡ଼ ନିକଟ ଜଙ୍ଗଲରୁ ଏକ ଦନ୍ତାହାତୀ ଜନବସତି ଆଡ଼କୁ ପଳାଇ ଆସିଥିଲା। ଆଉ ଖଇରା ବ୍ଲକର ଅନେକ ଗ୍ରାମରେ ବୁଲାବୁଲି କରିବା ପରେ ସୋର ବ୍ଲକ ସବିରାରେ ପହଞ୍ଚିଥିଲା। ପରେ ରେଳ ଲାଇନ ଅତିକ୍ରମ କରି ଅନ୍ୟ ଗାଁକୁ ପଳାଇ ଯାଇଥିବା ବେଳେ ବନ ବିଭାଗ ହାତୀଟିକୁ ଠାବ କରିବା ପାଇଁ ଚେଷ୍ଟା କରିଥିଲେ ବି ତାର ସନ୍ଧାନ ପାଇପାରିନଥିଲେ। ତେବେ ବାହାନଗା ବ୍ଲକ ଚକଜଗନ୍ନାଥପୁର ଗାଁ ଭୋଳସାହି ନିକଟରେ ଏକ ଦନ୍ତାହାତୀ ବୁଲୁଥିବା ଗାଁ ଲୋକମାନେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗର କର୍ମଚାରୀମାନେ ଆସି ହାତୀଟିର ଗତିବିଧି ଉପରେ ନଜର ରଖିଛନ୍ତି। ସେପଟେ ଦନ୍ତାହାତୀଟି ଆଉ ଜଙ୍ଗଲକୁ ଫେରି ନ ପାରି ସାରିସୁଆ ପାହାଡ଼ ଠାରୁ ପ୍ରାୟ 50 କିଲୋମିଟର ଦୂରରେ ବୁଲାବୁଲି କରୁଛି। ତେବେ ଦନ୍ତାହାତୀଟି ପାହାଡ଼ ଜଙ୍ଗଲ ଛାଡ଼ି ଜନବସତି ଅଞ୍ଚଳକୁ ଚାଲି ଆସିଥିବା ବେଳେ ବନ ବିଭାଗ ପାଇଁ ଏହା ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ହେଲେ ହାତୀଟି କୌଣସି ଲୋକଙ୍କର କ୍ଷତି କରିନଥିବା ସୂଚନା ମିଳିଛି। ଭୟଙ୍କର ଗୁଡା ଗୁଡୁଛି ଭୋକ ଲାଗିଲାଣି। ବାଲେଶ୍ୱର ଜିଲ୍ଲା ସୋରରୁ ସୁମନ୍ତ ଦାସଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।